ମୁଁ ବିଧବା ଥିଲି ଆଉ ମୁଁ ଚାହୁଁଥିଲି ଯେ ମୋ ଦିଅର ମୋତେ ବାହା ହେଉ। ହେଲେ ମୋ ଶାଶୁ ମୋ ଦିଅରର ବାହାଘର ଏକ ଅନ୍ଧୁଣୀ ଏବଂ ଭିକାରୁଣୀ ଝିଅ ସହ ସ୍ଥିର କରିଦେଲେ। ମୋ ଦିଅର ଆମେରିକାରୁ ଡାକ୍ତର ଡିଗ୍ରୀ ନେଇ ଫେରିଥିଲେ ଆଉ ମୋର ଭରସା ଥିଲା ଯେ ମୋ ଦିଅର ସେ ଅନ୍ଧୁଣୀ ଭିକାରୁଣୀ ଝିଅକୁ ଦେଖୁ ଦେଖୁ ତାକୁ ଡିଭୋର୍ସ ଦେଇଦେବେ। ହେଲେ ସେ ତ ଖୁସି ଖୁସିରେ ସେ ଝିଅର ହାତ ଧରି ରୁମ୍ ଭିତରକୁ ନେଇଗଲେ। ରାତିରେ ମୁଁ କ୍ଷୀର ଦେବା ବାହାନାରେ ତାଙ୍କ ରୁମ୍କୁ ଗଲି ତ ମୋ ଦିଅରକୁ ଦେଖି ମୁଁ ଚିଲେଇ ଉଠିଲି, କାହିଁକି ନା ସେ ମୋ ବାହାଘରର 6 ମାସ ପରେ ହିଁ ମୋ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା ଆଉ ମୁଁ ମୋ ଦୁଃଖର 6 ମାସ ମୋ ଶାଶୁଘର ଲୋକମାନଙ୍କ ସହ ହିଁ ବିତେଇଲି। ଯାହାପରେ ମୋ ବାପା ମା ମୋତେ ନେବାକୁ ଆସିଲେ, ହେଲେ ମୁଁ ତାଙ୍କ ସହ ଗଲି ନାହିଁ, କାହିଁକିନା ମୁଁ ସେମାନଙ୍କ ଉପରେ ବୋଝ ବନିବାକୁ ଚାହୁଁନଥିଲି। ମୋ ବାପା ମାଙ୍କ ପରିସ୍ଥିତି କିଛି ଖାସ୍ ନଥିଲା। ସେମାନେ ବହୁତ ମୁସ୍କିଲରେ ମୋ ବାହାଘର ସ୍ଥିର କରିଥିଲେ। ମୋ ଶ୍ୱଶୁର ବହୁତ ଭଲ ଥିଲେ। ମୋ ଶାଶୁଙ୍କର କେବଳ 2ଟି ପୁଅ, ଗୋଟିଏ ଝିଅ ଥିଲା। ମୋ ଦିଅର ମୋ ସ୍ୱାମୀଙ୍କଠୁ 2 ବର୍ଷ ଛୋଟ ଥିଲା। ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୋତେ ଲାଗିଲା ଯେ ମୋ ଶାଶୁ ମୋ ବାହାଘର ମୋ ଦିଅର ସହ କରେଇଦେବା ଉଚିତ। ସେଥିପାଇଁ ମୁଁ ତାଙ୍କ ହୃଦୟ ଜିତିବା ପାଇଁ ବହୁତ ଚେଷ୍ଟା କରିଥିଲି। ମୁଁ ପୁରା ଘରର କାମ ନିଜେ ହିଁ କରୁଥିଲି ଆଉ ରାତିରେ ଶୋଇବା ପୂର୍ବରୁ ନିଜେ ଶାଶୁଙ୍କ ଗୋଡ଼ ମୋଡ଼ି ଦେଉଥିଲି। ମୁଁ ମୋ ଶାଶୁଙ୍କର ଯଥା ସମ୍ଭବ ସେବା କରୁଥିଲି, କାହିଁକିନା ମୁଁ ଭାବୁଥିଲି ଯେ ତାଙ୍କୁ ପୁଣି ଥରେ ମୋତେ ତାଙ୍କର ବୋହୂ ବନେଇ ଏ ଘରକୁ ଆଣିବା ଉଚିତ। ମୋ ସାଧାସିଧା ନଣନ୍ଦ ଆମ ଘରକୁ ବହୁତ କମ୍ ଆସୁଥିଲେ, କାହିଁକିନା ମୋ ଶାଶୁ ତାଙ୍କ ବାହାଘର ବହୁତ ଧନୀ ଘରେ କରେଇ ଦେଇଥିଲେ। ସେଥିପାଇଁ ତାଙ୍କୁ ଆମ ଘରକୁ ଆସିବାକୁ ବେଶୀ ପସନ୍ଦ ନଥିଲା। ତାଙ୍କ ଘରେ କୌଣସି ଜିନିଷର ବି ଅଭାବ ନଥିଲା ଆଉ ସେ ସେଠି ବହୁତ ଖୁସି ଥିଲେ। ହେଲେ ଯେତେବେଳେ ବି ମୋ ନଣନ୍ଦ ଘରକୁ ଆସୁଥିଲେ ତ ମୁଁ ତାଙ୍କର ବହୁତ ଭଲ ଭାବରେ ଚର୍ଚ୍ଚା କରୁଥିଲି। ମୁଁ ପ୍ରତିଦିନ ତାଙ୍କ ପାଇଁ ତାଙ୍କର ପସନ୍ଦର ଖାଇବା ବନାଉଥିଲି ଆଉ ସେଥିପାଇଁ ମୋ ଶାଶୁ ସବୁବେଳେ ମୋ ଉପରେ ଖୁସି ରହୁଥିଲେ ଆଉ ଏହା ବଦଳରେ ମୋତେ ଢେର ସାରା ଆଶୀର୍ବାଦ ଦେଉଥିଲେ। ସେ ସବୁବେଳେ କହୁଥିଲେ କି ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଯେ ମୋ ସାନ ବୋହୂ ତୋ ଭଳି ଭଲ ହୋଇଥାଉ। ତୁ ମୋ ପାଇଁ ମୋ ଝିଅ ଭଳି। କୌଣସି ଝିଅ ବି ମୋର ଏତେ ସେବା କରିନଥାନ୍ତା ଯେତିକି କି ତୁ କରୁଛୁ। ମୋତେ ମୋ ଶାଶୁଙ୍କ ହୃଦୟ ଜିତିବା ପାଇଁ ଏତେ ସବୁ କରିବାକୁ ପଡ଼ୁଥିଲା, କାହିଁକିନା ଆମ ଘରେ ମୋ ଶାଶୁଙ୍କର ହିଁ ରାଜ ଚାଲୁଥିଲା। ସବୁ କିଛି ତାଙ୍କ ଇଚ୍ଛା ଅନୁଯାୟୀ ହେଉଥିଲା। ଯଦି ତାଙ୍କୁ କୌଣସି କଥା ଖରାପ ଲାଗୁଥିଲା ତ ଏ ଘରେ କେହି ବି ସେ କଥା ପାଟିରେ ସୁଦ୍ଧା ଧରୁନଥିଲେ, କାହିଁକିନା ମୋ ଶାଶୁ ବହୁତ କଡ଼ା ସ୍ୱଭାବର ଥିଲେ ଆଉ ଆମ ଘରେ ଗୋଟେ ପକ୍ଷୀ ବି ନିଜ ଇଚ୍ଛାରେ ଉଡ଼ି ପାରୁନଥିଲା। ମୋ ଶାଶୁ ମୋ ଉପରେ ଏତେ ଖୁସି ଥିଲେ କି ମୋର ବିଶ୍ୱାସ ଥିଲା ଯେ ମୋ ଶାଶୁ ମୋ ବାହାଘର ନିଜ ସାନ ପୁଅ ସହ କରେଇ ଦେବେ। ମୋ ଦିଅର ଆମେରିକାରେ ଡାକ୍ତରୀ ପାଠ ପଢ଼ୁଥିଲେ ଆଉ ତାଙ୍କୁ ଇଣ୍ଡିଆ ଫେରିବାର ମାତ୍ର 3 ମାସ ହୋଇଥିଲା। ହେଲେ ମୁଁ ମନେ ମନେ ବହୁତ ଖୁସି ଥିଲି। ଏବେ ପୁଣି ଥରେ ଏ ଘର ମୋର ହେବାକୁ ଯାଉଥିଲା ଆଉ ମୁଁ ଏ ଘରର ମାଲିକାଣୀ ବନିବାକୁ ଯାଉଥିଲି, କାହିଁକିନା ମୁଁ ମୋର ପୁରା ଜୀବନ ଗରିବୀରେ ବିତେଇଥିଲି। ଆଉ ଯେତେବେଳେ ମୁଁ ଏଠିକି ଆସିଲି ତ ତେବେ ଯାଇ ଜଣାପଡ଼ିଲା ଯେ ଆରାମ କ'ଣ ହୋଇଥାଏ। ମୁଁ ଏସବୁ ହରେଇବାକୁ ଚାହୁଁନଥିଲି, କାହିଁକିନା ମୋ ଶାଶୁଘର ଲୋକ ବହୁତ ଧନୀ ଥିଲେ। ମୋ ଦିଅର ମୋତେ ବହୁତ ଭଲ ଲାଗୁଥିଲେ ଆଉ ସେ ଦେଖିବାକୁ ବି ସୁନ୍ଦର ଥିଲେ ଆଉ ମୁଁ ତାଙ୍କୁ ବାହା ହୋଇ ମୋ ଶାଶୁଙ୍କ ପରି ଏ ଘରେ ରାଜ କରିବା ପାଇଁ ଚାହୁଁଥିଲି। ଏ କଥା ମୁଁ ବହୁତ ଭଲ ଭାବରେ ଜାଣିଥିଲି କି ଏସବୁ ସେତେବେଳେ ସମ୍ଭବ ହୋଇପାରିଥାନ୍ତା ଯେତେବେଳେ ମୋ ଦିଅର ମୋତେ ବାହା ହୋଇଥାନ୍ତେ, କାହିଁକିନା ମୋ ଶାଶୁ ସବୁବେଳେ ମୋ କଥା ଶୁଣୁଥିଲେ ଆଉ ମୁଁ ସବୁ କାମରେ ତାଙ୍କର ମତାମତ ନେଉଥିଲି। ମୋ ସ୍ୱାମୀ ଦେଖିବାକୁ ଏତେ ସୁନ୍ଦର ନଥିଲେ ଆଉ ପଢ଼ା ଲେଖା ମଧ୍ୟ ନଥିଲେ। ତାଙ୍କର କୌଣସି ସମ୍ପର୍କୀୟ ତାଙ୍କୁ ନିଜ ଝିଅ ସହ ବାହା ଦେଇନଥିଲେ, କାହିଁକିନା ମୋ ସ୍ୱାମୀକୁ ଛୋଟବେଳୁ ହିଁ ଏକ ଗଭୀର ରୋଗ ଥିଲା ଆଉ ଏ କଥା ତାଙ୍କର ସବୁ ସମ୍ପର୍କୀୟଙ୍କୁ ଜଣାଥିଲା। ମୋ ଶାଶୁ ଏ କଥା ମୋ ବାପାଙ୍କଠୁ ଲୁଚେଇଥିଲେ, କାହିଁକିନା ତାଙ୍କୁ ଭଲ ଭାବରେ ଜଣାଥିଲା ଯେ ଯଦି ମୋ ବାପାଙ୍କୁ ତାଙ୍କ ପୁଅର ରୋଗ ବିଷୟରେ ଜଣାପଡ଼ିଯିବ ତେବେ ନିଜ ଝିଅକୁ ସେଠି ବାହା ଦେବେ ନାହିଁ। ମୋ ବାପାଙ୍କୁ ଏ ବିଷୟରେ ଜଣା ନଥିଲା। ସେଥିପାଇଁ ସେ ଯେତେବେଳେ ନିଜ ପୁଅ ପାଇଁ ମୋ ହାତ ମାଗିଲେ ତ ମୋ ବାପା ତୁରନ୍ତ ହଁ କରିଦେଲେ ଆଉ ମୁଁ ବାହା ହୋଇ ଏ ଘରକୁ ଚାଲି ଆସିଲି। ହେଲେ ଭାଗ୍ୟରେ ଯାହା ଲେଖା ଥିଲା ତାକୁ କେହି ଅଟକାଇ ପାରିନଥାନ୍ତେ। ମୋ ବାହାଘରର 6 ମାସ ପରେ ହିଁ ମୋ ସ୍ୱାମୀଙ୍କ ଦେହ ଅଚାନକ ଖରାପ ହୋଇଗଲା। ମୋ ଶାଶୁ ମୋ ସ୍ୱାମୀଙ୍କ ଚିକିତ୍ସାରେ ବହୁତ ପଇସା ଖର୍ଚ୍ଚ କଲେ। ମୋ ଶାଶୁ ଚିକିତ୍ସା ପାଇଁ ଅଲଗା ଦେଶକୁ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। ହେଲେ ମୋ ସ୍ୱାମୀଙ୍କ ପାଖରେ ଏତେ ସମୟ ନଥିଲା ଆଉ କିଛି ଦିନରେ ତାଙ୍କର ମୃତ୍ୟୁ ହୋଇଗଲା।
ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ମୋ ଶାଶୁ ଘରେ 1 ବର୍ଷ ପର୍ଯ୍ୟନ୍ତ ମୋ ଶାଶୁଙ୍କ ଘର ଲୋକଙ୍କର ଏବଂ ମୋ ନଣନ୍ଦର ବହୁତ ସେବା କରିଲି। ଏ ଘରର ବହୁତ ଭଲ ଭାବରେ ଯତ୍ନ ନେଲି। ହେଲେ ସେଦିନ ମୋତେ ବହୁତ ଦୁଃଖ ଲାଗିଲା ଯେତେବେଳେ ମୋ ଶାଶୁ କହିଥିଲେ ଯେ ଏବେ ମୁଁ ମୋ ସାନ ପୁଅର ବାହାଘର କରିଦେବି। ମୁଁ ମନେ ମନେ ଭାବୁଥିଲି ଯେ ମୁଁ ଗୋଟେ ଚାକରାଣୀ ଭଳି ତାଙ୍କ ଆଗ ପଛରେ ଘୁରି ବୁଲୁଥିଲି। ଏବେ ମୋର ସବୁ ଯୋଜନା ପାଣି ଫୋଟକା ଭଳି ଫାଟିବାକୁ ଯାଉଥିଲା। ଆଉ ମୁଁ ଏମିତି ବିଲକୁଲ ବି ହବାକୁ ଦେଇନଥାନ୍ତି। ଯେତେବେଳେ ଗୋଟେ ଦିନ ମୁଁ ଆମ ଶାଶୁ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲୁ ତ ମୁଁ ଦେଖିଲି ଯେ ଗୋଟେ ଯବାନ ଝିଅ ଭିକ ମାଗୁଥିଲା ଆଉ ସେ ଅନ୍ଧୁଣୀ ଥିଲା। ତାକୁ ଦେଖି ମୋ ଶାଶୁ ଚିନ୍ତିତ ହୋଇଗଲେ ଆଉ ତା ପାଖରେ ବସିଯାଇ ତାକୁ ପଚାରିବାକୁ ଲାଗିଲେ ଯେ ତୁ ଅନ୍ଧ କେମିତି ହୋଇଗଲୁ? ଆଉ ଏଠି କ'ଣ କରୁଛୁ? ଏବେ ତୁ କେଉଁଠି ରହୁଛୁ? ମୋ ଶାଶୁ ତା ସହ ଏମିତି କଥା ହେଉଥିଲେ ଯେମିତି ତାକୁ ଆରମ୍ଭରୁ ହିଁ ଜାଣିଥିଲେ। ମୁଁ ଭାବୁଥିଲି ଯେ ମୋ ଶାଶୁ ଗୋଟେ ଭିକାରୀ ପାଖରେ କେମିତି ବସିଥିଲେ ଆଉ ସେ ତାକୁ କେମିତି ଜାଣିଥିଲେ। ସେ ସେଇ ଭିକାରୁଣୀକୁ କ୍ଷମା ମାଗୁଥିଲେ ଆଉ ତାକୁ ନିଜ ସହ ଯିବା ପାଇଁ କହୁଥିଲେ। ଭିକାରୁଣୀ ଜଣକ ମୋ ଶାଶୁଙ୍କୁ କହୁଥିଲେ ଯେ ଏବେ ମୁଁ ଆପଣଙ୍କ ସହ ବିଲକୁଲ ବି ଯିବି ନାହିଁ। ମୋ ସହ ଯାହା ସବୁ ହେଇଛି ତାହା କେବଳ ଆପଣଙ୍କ ପାଇଁ ହିଁ ହୋଇଛି ଆଉ ଏଥିପାଇଁ ମୁଁ କେବେ ବି ଆପଣଙ୍କୁ କ୍ଷମା କରିବି ନାହିଁ। ମୋ ଶାଶୁ କାନ୍ଦି କାନ୍ଦି ତାକୁ କ୍ଷମା ମାଗୁଥିଲେ ଆଉ କହୁଥିଲେ କି ଏବେ ତୁ ଯାହା ଚାହିଁବୁ ସେଇଆ ହିଁ ହେବ। ଏବେ ତୋର ସବୁ ଇଚ୍ଛା ପୂରଣ ହେବ। ତୁ ଖାଲି ମୋ ସହ ଘରକୁ ଚାଲ। ଆଉ ତାପରେ ମୋ ଶାଶୁ ସେ ଅନ୍ଧୁଣୀ ଭିକାରୁଣୀକୁ ନିଜ ସହ ଘରକୁ ନେଇ ଆସିଲେ। ଯେତେବେଳେ ମୁଁ ମୋ ଶାଶୁଙ୍କୁ ପ୍ରଶ୍ନ ପଚାରିଲି ଯେ ଆପଣ ଏ ଅନ୍ଧୁଣୀ ଭିକାରୁଣୀକୁ ନିଜ ସହ କାହିଁକି ଆଣିଛନ୍ତି? ଇଏ କିଏ? ସେ ସମୟରେ ମୋ ଶାଶୁ ମୋତେ କେବଳ ଏତିକି କହିଲେ ଯେ ମୁଁ ମୋ ସାନ ପୁଅ ରାହୁଲର ବାହାଘର ଏହା ସହ କରିବାକୁ ଯାଉଛି। ମୋ ଶାଶୁ ଯେମିତି ହିଁ ଏ କଥା କହିଲେ ତ ମୋ ପାଦ ତଳୁ ମାଟି ଖସିଗଲା। କାହିଁକି ନା ମୁଁ ଯେଉଁ ସ୍ୱପ୍ନ ଦେଖିଥିଲି ସେସବୁ ଭାଙ୍ଗି ଚୁରମାର ହେଲା ଭଳି ନଜର ଆସୁଥିଲା। ଏତିକି କହିବା ପରେ ହିଁ ସେ କହିଲେ କି ଏବେ ମୋତେ ଏ ବିଷୟରେ ଆଉ କେହି ବି କିଛି ପଚାରିବ ନାହିଁ। ମୁଁ ମୋ ଶାଶୁଙ୍କର ସେସବୁ କଥାରେ ଆଶ୍ଚର୍ଯ୍ୟ ଥିଲି। ସେ ନିଜ ଡାକ୍ତର ପୁଅର ବାହାଘର ଏକ ଅନ୍ଧୁଣୀ ଭିକାରୁଣୀ ଝିଅ ସହ କେମିତି କରିପାରିବେ? ମୁଁ ଭଲ ଭାବରେ ଜାଣିଥିଲି ଯେ ମୋ ଦିଅର ସେ ଝିଅକୁ ଦେଖିବା ମାତ୍ରକେ ତାକୁ ଛାଡ଼ିଦେବେ। କାହିଁକିନା ସେ ଆମେରିକାରେ ପଢ଼ୁଥିଲେ ଆଉ ତାଙ୍କର ରୁଚି କିଛି ବିଶେଷ କରିବାର ଥିଲା। ସେ ଏକ ଅନ୍ଧୁଣୀ ଓ ଭିକାରୁଣୀ ଝିଅକୁ କେମିତି ବାହା ହୋଇପାରିବେ? ମୁଁ ମୋ ଶାଶୁଙ୍କ ବ୍ୟବହାରରେ ଆଶ୍ଚର୍ଯ୍ୟଚକିତ ଥିଲି। କିଛି ଦିନ ପରେ ମୋ ଦିଅର ଇଣ୍ଡିଆ ଫେରି ଆସିଲେ ଆଉ ମୋ ଶାଶୁ ମୋ ଦିଅରଙ୍କୁ ବାହାଘର ବିଷୟରେ କହିଥିଲେ। ହେଲେ ସେ ଏ କଥା କହିନଥିଲେ କି ସେ ଯେଉଁ ଝିଅକୁ ସେ ତାଙ୍କ ପାଇଁ ବାଛିଛନ୍ତି ସେ ଅନ୍ଧୁଣୀ ଥିଲା। ମୁଁ ମୋ ଦିଅରକୁ ଏ କଥା କହିବା ପାଇଁ ବହୁତ ଚେଷ୍ଟା କରିଲି ଯେ ତମ ମା ତମ ପାଇଁ ଗୋଟେ ଅନ୍ଧୁଣୀ ଭିକାରୁଣୀକୁ ବାଛିଛନ୍ତି। ହେଲେ ମୋ ଶାଶୁ ମୋତେ କଡ଼ାକଡ଼ି ଭାବରେ ମନା କରିଥିଲେ ଯେ ରାହୁଲକୁ ଏ ବିଷୟରେ ଜଣା ନ ପଡ଼ିବା ଦରକାର ଯେ ସେ କାହାକୁ ବାହା ହେଉଛି। ଯେତେବେଳେ ବାହାଘର ସମୟ ଆସିଲା ତ ସେ ଝିଅକୁ ଦେଖି ମୋ ଦିଅର ବହୁତ ଖୁସି ହେଲା। ହେଲେ ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ଦିଅର ଗୋଟେ ଅନ୍ଧୁଣୀ ଓ ଭିକାରୁଣୀ ଝିଅକୁ ଦେଖି ଏତେ ଖୁସି କେମିତି ହେଲେ। ମୋ ଚିନ୍ତା ବଢ଼ି ଚାଲିଥିଲା। ମୁଁ କିଛି ବୁଝିପାରୁନଥିଲି। ମୋ ଦିଅର ସେ ଅନ୍ଧୁଣୀ ଝିଅକୁ ବାହା ହୋଇଗଲେ ଆଉ ମୋ ସାମ୍ନାରେ ସେ ନିଜ ସ୍ତ୍ରୀର ହାତ ଧରି ରୁମ୍ ଭିତରକୁ ଚାଲିଗଲେ। ହେଲେ ମୋର ସବୁ ସ୍ୱପ୍ନ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା। ମୋତେ ମୋ ଶାଶୁ କହିଲେ ଯେ ତୋତେ ତୋ ଦିଅର ଓ ସାନ ଯାର ଦାୟିତ୍ୱ ନେବାକୁ ପଡ଼ିବ। କାହିଁକିନା ସେ ଅନ୍ଧ ଆଉ ସେ କିଛି କରିପାରିବ ନାହିଁ। ସେଥିପାଇଁ ତାଙ୍କର ଖାଇବା ପିଇବାଠୁ ନେଇ ସବୁ କିଛି ଦାୟିତ୍ୱ ମୋତେ ବୁଝିବାକୁ ପଡ଼ିବ। ହେଲେ ମୁଁ ଏ କଥା ସହିପାରୁନଥିଲି। ମୁଁ ପୂର୍ବରୁ ହିଁ ମୋ ଶାଶୁଙ୍କର ବହୁତ ସେବା କରିଥିଲି ଆଉ ଏବେ ମୋତେ ମୋ ସାନ ଯାର ବି ସେବା କରିବାର ସମୟ ଆସିଯାଇଥିଲା। ମୁଁ ମୋ ଶାଶୁଙ୍କ ସହ ଏ ବିଷୟରେ କଥା ହେବାର ନିଷ୍ପତ୍ତି ନେଲି ଆଉ ସେଥିପାଇଁ ମୁଁ ତାଙ୍କ ରୁମ୍କୁ ଚାଲିଗଲି। ମୁଁ ମୋ ଶାଶୁଙ୍କୁ କହିଲି କି ଆପଣ ମୋ ବିଷୟରେ କ'ଣ ଭାବିଛନ୍ତି? ଆପଣ ମୋତେ କେବେ ପର୍ଯ୍ୟନ୍ତ ଚାକରାଣୀ ଭଳି ରଖିବେ? ପୂର୍ବରୁ ତ କେବଳ ଆପଣ ଥିଲେ, ହେଲେ ଏବେ ତ ଆପଣ ମୋ କାନ୍ଧରେ ଏକ ଅନ୍ଧୁଣୀ ଝିଅକୁ ବସେଇ ଦେଇଛନ୍ତି। ଆପଣ ମୋ ସ୍ୱାମୀଙ୍କ ମା, ସେଥିପାଇଁ ମୁଁ ପୁରା ମନ ପ୍ରାଣ ଦେଇ ଆପଣଙ୍କ ସେବା କରିଥିଲି। ହେଲେ ମୁଁ ସେ ଅନ୍ଧୁଣୀ ଭିକାରୁଣୀର ସେବା କରିପାରିବି ନାହିଁ। ମୋ ଶାଶୁ କହିଲେ ଯେ ତୁ ମା ମୋ ପାଖକୁ ଆ, ମୁଁ ତୋତେ କହିବି ଯେ ସେ ପ୍ରକୃତରେ କିଏ। ମୋତେ ମୋ ଶାଶୁଙ୍କ ସହ କିଛି ବି ଭଲ ଲାଗୁନଥିଲା। ମୋର ତାଙ୍କ ପାଖରେ ବସିବାକୁ ମଧ୍ୟ ଇଚ୍ଛା ହେଉନଥିଲା। ମୁଁ ଏବେ ଘରକୁ ଛାଡ଼ି
ଚାଲିଯିବାକୁ ଚାହୁଁଥିଲି। ମୁଁ ମୋର ସବୁ ଯୋଜନାରେ ବିଫଳ ହୋଇସାରିଥିଲି। ଆଉ ମୁଁ ତାଙ୍କଠୁ କିଛି ବି ଶୁଣିବା ପାଇଁ ଚାହୁଁନଥିଲି। ହେଲେ ମୁଁ ଏମିତି କରିପାରିଲି ନାହିଁ। ନ ଚାହିଁ ମଧ୍ୟ ମୋତେ ମୋ ଶାଶୁଙ୍କ ପାଖରେ ବସିବାକୁ ପଡ଼ିଲା। ମୋ ଶାଶୁ କହିବାକୁ ଲାଗିଲେ କି ଏହା ହେଉଛି ସେତେବେଳର କଥା, ଯେତେବେଳେ ରାହୁଲ ଆମେରିକା ଯାଇନଥିଲା। ସେ ମୋତେ କହୁଥିଲା ଯେ ସେ ଆମ ଗଳିରେ ରହୁଥିବା ନିତୁକୁ ଭଲ ପାଉଥିଲା। ସେ ଦୁଇଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ। ରାହୁଲ ମୋତେ ସବୁବେଳେ ଏହା କହୁଥିଲା ଯେ ସେ ଝିଅର ଘରକୁ ଯାଇ ବାହାଘର ପାଇଁ ତା ହାତ ମାଗିବା ଦରକାର। ହେଲେ ରାହୁଲର ପସନ୍ଦ ମୋତେ ବିଲକୁଲ ବି ପସନ୍ଦ ଆସିଲା ନାହିଁ, କାହିଁକିନା ସେମାନେ ବହୁତ ଗରିବ ଥିଲେ। ଆଉ ମୁଁ ଚାହୁଁଥିଲି ଯେ ରାହୁଲର ବାହାଘର କୌଣସି ଧନୀ ଘରେ ହେଉ ବୋଲି। ରାହୁଲ ମୋତେ ବହୁତ ବୁଝେଇଲା ଯେ ପଇସା ମଣିଷର ଖୁସି ସହ କୌଣସି ନେବା ଦେବା ନାହିଁ। ହେଲେ ମୁଁ ଏକଥା ବୁଝିପାରୁନଥିଲି। ମୁଁ ସେ ଝିଅର ଘରକୁ ଗଲି ଆଉ ତା ମା ବାପାଙ୍କୁ କହିଲି ଯେ ଆପଣ ଆପଣଙ୍କ ଝିଅକୁ ବୁଝାନ୍ତୁ କି ସେ ମୋ ପୁଅଠୁ ଦୂରେଇ ରହୁ, ନହେଲେ ଆପଣମାନଙ୍କ ସହ କିଛି ବି ଭଲ ହେବ ନାହିଁ। ମୁଁ ତୁମ ଭଳି ଲୋକମାନଙ୍କୁ ବହୁତ ଭଲ ଭାବରେ ଜାଣିଛି। ଆପଣଙ୍କ ଝିଅର ନଜର ମୋ ପୁଅର ପଇସା ଉପରେ ଅଛି। ସେଥିପାଇଁ ଆପଣଙ୍କ ଝିଅ ମୋ ପୁଅକୁ ନିଜ ପ୍ରେମ ଜାଲରେ ଫସେଇଛି। ଆପଣ ଯେମିତି ଭାବୁଛନ୍ତି ମୁଁ ସେମିତି ବିଲକୁଲ ବି ହେବାକୁ ଦେବିନି। ଝିଅର ମା କାନ୍ଦି କାନ୍ଦି ମୋତେ କହୁଥିଲେ ଯେ ଆମେ ଆମ ଝିଅକୁ ଏମିତି କିଛି ବି ଶିଖେଇ ନାହୁଁ। ଆମେମାନେ ଗରିବ ଲୋକ ସତ, ହେଲେ ଆମର ମାନ ସମ୍ମାନ ବୋଲି ଗୋଟେ ଜିନିଷ ଅଛି। ଯଦି ଆପଣ ଏଠିକି ଆସି ଏମିତି କହିବେ ତେବେ ସମାଜରେ ଆମର କ'ଣ ଇଜ୍ଜତ ରହିବ? ଦୟାକରି ଆପଣ ଏଠୁ ଚାଲିଯାଆନ୍ତୁ। ନିତୁର ମା କହିଥିଲେ ଯେ ଆଜି ପରଠୁ ମୁଁ ନିତୁକୁ ଆପଣଙ୍କ ପୁଅ ସହ ଭେଟିବାକୁ ଦେବି ନାହିଁ। ତାଙ୍କ ଘରେ ତାମସା କରିବା ପରେ ଆମେ ଘରକୁ ଫେରିଥିଲୁ ତ ତାଙ୍କ ଘର ଆଗରେ ବହୁତ ଗୁଡ଼ିଏ ଲୋକ ଜମା ହୋଇଯାଇଥିଲେ। ଆଉ ସମସ୍ତଙ୍କୁ ଏ ବିଷୟରେ ଜଣାପଡ଼ି ସାରିଥିଲା। ନିତୁର ମାର ମୁଣ୍ଡ ଲଜ୍ଜାରେ ତଳକୁ ନେଇଯାଇଥିଲା। ସେ ବହୁତ କାନ୍ଦୁଥିଲେ। ଯେତେବେଳେ ମୁଁ ଘରକୁ ଆସିଲି ତ ମୁଁ ରାହୁଲ ସହ ବିଲକୁଲ ବି କଥା ହେଲି ନାହିଁ। ମୁଁ ତାକୁ ଡିନର ପାଇଁ ଡାକିଲି ତ ସେଥିପାଇଁ ମଧ୍ୟ ମନା କରିଦେଲା। ସେ ନିତୁର କରାଯାଇଥିବା ଅପମାନ ବିଲକୁଲ ବି ସହିପାରୁନଥିଲା। ପୂର୍ବରୁ କେବେ ବି ଏମିତି ହୋଇନଥିଲା ଯେ ରାହୁଲ ମୋ ସହ କଥା ନ ହୋଇଥିବ। ରାହୁଲ ମୋର ଆଜ୍ଞାକାରୀ ପୁଅ ଥିଲା। ସେ ମୋର ଗୋଟେ ପଦ ଡାକିବା ଦ୍ୱାରା ଦୌଡ଼ି ଦୌଡ଼ି ଚାଲି ଆସୁଥିଲା। ଆଉ ଏସବୁ ଏଥିପାଇଁ ହେଲା କାହିଁକିନା ନିତୁ ଫୋନ୍ କରି ରାହୁଲକୁ ସବୁ ସତ ସତ କହିଦେଇଥିଲା। ତା ପରଦିନ ସକାଳେ ଯେତେବେଳେ ରାହୁଲ ବାହାରକୁ ଯାଉଥିଲା ତ ମୁଁ ତାକୁ ପଚାରିଲି, ତୁ କୁଆଡ଼େ ଯାଉଛୁ? ତ ସେ କହିଲା ଯେ ମୁଁ ନିତୁକୁ ଦେଖା କରିବା ପାଇଁ ତା ଘରକୁ ଯାଉଛି। ମୁଁ ତାକୁ ଅଟକାଇବା ପାଇଁ ବହୁତ ଚେଷ୍ଟା କଲି ଆଉ କହିଲି ଯେ ନିତୁକୁ କେବଳ ତୋ ପଇସାର ଚିନ୍ତା, ଆଉ ମୁଁ ତୁମ ଦୁଇ ଜଣଙ୍କର ବାହାଘର କେବେ ବି କରେଇବି ନାହିଁ। ରାହୁଲ ମୋର କୌଣସି କଥା ଶୁଣିଲା ନାହିଁ ଆଉ ସେ ଘରୁ ବାହାରି ଚାଲିଗଲା। କିଛି ସମୟ ପରେ ଯେତେବେଳେ ସେ ଘରକୁ ଫେରିଲା ତ ସେ ବହୁତ ଜୋର ଜୋରରେ କାନ୍ଦୁଥିଲା। ଆଉ ତାପରେ ଯେତେବେଳେ ମୁଁ ତା ରୁମ୍କୁ ଯାଇ ଦେଖିଲି ତ ସେ ପୁରା ରୁମ୍ର ଜିନିଷପତ୍ରକୁ ଭଙ୍ଗା ତୁଟା କରୁଥିଲା। ମୁଁ ତା ରୁମ୍ର କବାଟ ବାରମ୍ବାର ବାଡ଼େଇଲି, ହେଲେ ସେ ମୋ କଥାର କୌଣସି ଉତ୍ତର ଦେଲା ନାହିଁ ଆଉ ନିଜକୁ ରୁମ୍ ଭିତରେ ବନ୍ଦ କରିଦେଲା। ସେ ପୁରା ଦିନସାରା ଖାଇବା ମଧ୍ୟ ଖାଇଲା ନାହିଁ। ଆଉ ମୁଁ ରାହୁଲର ବ୍ୟବହାରକୁ ବିଲକୁଲ ବି ସହିପାରିଲି ନାହିଁ, କାହିଁକି ନା ମୁଁ ତା ମା ଥିଲି ଆଉ ମୁଁ ତାକୁ ନିଜ ଜୀବନଠୁ ବି ଅଧିକ ଭଲ ପାଉଥିଲି। ମୋ ବଡ଼ ପୁଅର ଦେହ ଛୋଟବେଳୁ ହିଁ ଖରାପ ରହୁଥିଲା ଆଉ ଏବେ ମୁଁ ମୋର ସାନ ପୁଅକୁ ମଧ୍ୟ ହରେଇବାକୁ ଚାହୁଁନଥିଲି। ମୁଁ ସେ ନିତୁ ଆଉ ତା ପରିବାରକୁ ଏ ଗାଁରୁ ବାହାରକୁ ବାହାର କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲି, କାହିଁକିନା ମୁଁ ଭାବୁଥିଲି ଯେ ଯଦି ସେ ଏ ଗାଁ ଛାଡ଼ିଦେବ ତେବେ ରାହୁଲ ତାକୁ ଭୁଲିଯିବ ଆଉ ସବୁକିଛି ଠିକ୍ ହୋଇଯିବ। ରାହୁଲ ସେଦିନ ନିଜକୁ ରୁମ୍ରେ ବନ୍ଦ କରିଦେଲା ଆଉ ମୁଁ ନିତୁର ଘରକୁ ପୁଣି ଥରେ ଚାଲିଗଲି। ମୁଁ ନିତୁର ବାପା ମାଙ୍କୁ କହିଲି ଯେ ଆପଣ ଏ ଗାଁ ଛାଡ଼ି ଚାଲିଯାଆନ୍ତୁ। ଏହା ବଦଳରେ ଆପଣଙ୍କର ଯେତେ ପଇସା କହିବେ ମୁଁ ଦେବା ପାଇଁ ରାଜି ଅଛି। ବାସ୍ ଆପଣ ଖାଲି ନିତୁକୁ କହିଦିଅନ୍ତୁ ଯେ ସେ ମୋ ପୁଅକୁ ଛାଡ଼ିଦେଉ ଆଉ ତା ଜୀବନରୁ ବାହାରି ଯାଉ। ଠିକ୍ ସେତିକି ବେଳେ ନିତୁ ରୁମ୍ରୁ ବାହାରକୁ ଆସିଲା ଆଉ କହିଲା କି ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ଆପଣଙ୍କ ପୁଅକୁ ଦ୍ୱିତୀୟ ଥର କେବେ ବି ଦେଖିପାରିବି ନାହିଁ। ଆଜି ବି ସେ ମୋତେ ଦେଖା କରିବା ପାଇଁ ଆସିଥିଲେ ଆଉ ମୁଁ ତାଙ୍କୁ ଫେରେଇ ଦେଲି। ମୁଁ ତାଙ୍କଠୁ ସବୁଦିନ ପାଇଁ ସବୁ ସମ୍ପର୍କ ଭାଙ୍ଗି ଦେଇଛି ଆଉ ଆମକୁ ଆପଣଙ୍କ ପଇସା ଦରକାର ନାହିଁ। ଆଉ ଆମେ ଆପଣଙ୍କ କହିବା ପୂର୍ବରୁ ହିଁ ଏ ଗାଁ ଛାଡ଼ିବାର ନିଷ୍ପତ୍ତି ନେଇସାରିଛୁ। ଆପଣ ଆପଣଙ୍କ ପୁଅକୁ ବୁଝାନ୍ତୁ ଯେ ସେ ଆମ ପିଛା ନ କରୁ। ଆପଣଙ୍କ ପୁଅ ହିଁ ମୋ ପଛରେ ପଡ଼ିଛି। ସେ ମୋତେ ସବୁବେଳେ କହୁଥିଲା କି ଯଦି ମୁଁ କାହାକୁ ବାହା ହେବି ତେବେ କେବଳ ତୁମକୁ ହିଁ।
ହେଲେ ମୁଁ ତାଙ୍କୁ କହିଲି ଯେ ମୁଁ ତୁମକୁ ବାହା ହେବି ନାହିଁ, କାହିଁକିନା ମୁଁ ଜାଣିଥିଲି ଯେ ଆପଣ କେବେ ବି ଏମିତି ହେବାକୁ ଦେବେ ନାହିଁ। କାହିଁକିନା ଆପଣଙ୍କୁ ଆପଣଙ୍କ ଛୁଆମାନଙ୍କଠୁ ଆପଣଙ୍କ ପଇସା ଏବଂ ସେଥିରୁ ମିଳୁଥିବା ମିଛ ମାନ ସମ୍ମାନକୁ ବହୁତ ଭଲ ପାଆନ୍ତି। ଆପଣଙ୍କୁ ନିଜ ପୁଅର ଖୁସିର ଚିନ୍ତା ନାହିଁ। ଆଉ ଆପଣଙ୍କ ପୁଅ ସବୁବେଳେ ମୋତେ କହୁଥିଲା କି ଯେ ନିଜ ମାଆକୁ ବୁଝେଇବା ମୋ ଦାୟିତ୍ୱ, ସେଥିପାଇଁ ତମେ ବିଲକୁଲ ବି ଚିନ୍ତା କର ନାହିଁ। ସେ ମୋ ମା, ଆଉ ସେ ସର୍ବପ୍ରଥମେ ମୋ ଖୁସି ଦେଖିବ ଯେ ମୋତେ କେଉଁଥିରେ ଖୁସି ମିଳିବ। ନିତୁ କହିଲା ଯେ ମୋତେ ଲାଗୁଛି କି ଏସବୁ ରାହୁଲର ଭୁଲ ଧାରଣା ଥିଲା। ତା ମାଆକୁ କେବଳ ନିଜ ପୁଅର ଖୁସି ପସନ୍ଦ ନୁହେଁ। ସେତେବେଳେ ମୁଁ ନିତୁକୁ କହିଲି ଯେ ତୋର ମୋତେ କିଛି ବୁଝେଇବାର ଆବଶ୍ୟକତା ନାହିଁ, ଆଉ ଯେତେ ଜଲ୍ଦି ହୋଇପାରିବ ଏ ଗାଁ ଛାଡ଼ିଦିଅ। ଯେତେବେଳେ ମୁଁ ଘରକୁ ଆସିଲି ତ ରାହୁଲର ଦେହ ଖରାପ ଥିଲା, ଆଉ ସେ କାନ୍ଦୁଥିଲା। ମୁଁ ଭାବିଲି ଯେ କିଛି ଦିନ ପର୍ଯ୍ୟନ୍ତ ଏସବୁ ଚାଲିବ, ଆଉ ତାପରେ ସେ ନିତୁ ବିଷୟରେ ଭୁଲିଯିବ। ହେଲେ ଏମିତି କିଛି ହେଲା ନାହିଁ। ରାହୁଲର ଦେହ ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା। ସେ ଖାଇବା ପିଇବା ସବୁକିଛି ଛାଡ଼ି ଦେଇଥିଲା। ଗୋଟେ ଦିନ ସେ ବେହୋସ ହୋଇ ପଡ଼ିଗଲା, ଆଉ ସେ କେବଳ ନିତୁର ନାଁ ନେଉଥିଲା। ସେଥିପାଇଁ ମୁଁ ଅନୁଭବ କଲି ଯେ ଯଦି ମୁଁ ନିତୁର ବାହାଘର ରାହୁଲ ସହ କରେଇ ଦେଇଥାନ୍ତି ତ ଭଲ ହୋଇଥାନ୍ତା। ଅତି କମ୍ରେ ମୋ ପୁଅର ଏମିତି ଅବସ୍ଥା ତ ହୋଇନଥାନ୍ତା ନା। ସେଦିନ ରାହୁଲ ହସ୍ପିଟାଲରେ ଭର୍ତ୍ତି ଥିଲା। ଯେତେବେଳେ ତାକୁ ହୋସ ଆସିଲା ତ ସେ କାନ୍ଦି କାନ୍ଦି କହୁଥିଲା କି ମା, ମୁଁ ନିତୁ ପାଖକୁ ଯିବାକୁ ଚାହୁଁଛି। ତମେ କିଛି ବି କର, ହେଲେ ମୋତେ ଗୋଟେ ଥର ତା ସହ ଦେଖା କରିବା ପାଇଁ ଦିଅ। ସେ ମୋତେ ଦେଖା କରିବାକୁ ଚାହୁଁନି। ମୁଁ ତାକୁ ଗୋଟେ ଥର ଦେଖା କରିବା ପାଇଁ ମଧ୍ୟ ଯାଇଥିଲି, ହେଲେ ସେ ମୋ ସହ ସବୁ ସମ୍ପର୍କ କାଟିଦେଲା। ସେ ମୋତେ ଦେଖା କରିବା ପାଇଁ ମନା କରୁଥିଲା। ରାହୁଲ ଜାଣିନଥିଲା ଯେ ମୁଁ ତାକୁ ଏ ଗାଁରୁ ବାହାର କରିଦେଇଛି ବୋଲି। ରାହୁଲ ସେଦିନ କଥା କହୁଥିଲା ଯେଉଁଦିନ କି ସେ ନିତୁ ସହ ଦେଖା କରିବା ପାଇଁ ଯାଇଥିଲା, ଆଉ ସେଇଦିନ ରାତିରେ ହିଁ ସେମାନେ ଗାଁ ଛାଡ଼ି ଚାଲି ଯାଇଥିଲେ। ମୁଁ ରାହୁଲକୁ ବୁଝେଇଲି ଯେ ପ୍ରଥମେ ତୁ ଠିକ୍ ହୋଇଯା। ତୁ ଠିକ୍ ହେଇଯିବା ପରେ ମୁଁ ତୁରନ୍ତ ନିତୁର ଘରକୁ ଯାଇ ବାହାଘର ପାଇଁ ତା ହାତ ମାଗିନେବି। ମୁଁ ତୋତେ କଥା ଦେଉଛି ଯେ ମୁଁ ତୋ ବାହାଘର ନିତୁ ସହ ହିଁ କରେଇଦେବି। ରାହୁଲ ମୋ କଥା ଶୁଣି ବହୁତ ଖୁସି ହୋଇଗଲା, ଆଉ କିଛି ଦିନ ଭିତରେ ସେ ବିଲକୁଲ ଠିକ୍ ହୋଇଗଲା। ଯେତେବେଳେ ଆମେ ହସ୍ପିଟାଲରୁ ଘରକୁ ଫେରିଲୁ ତ ରାହୁଲ ନିତୁକୁ ଦେଖା କରିବା ପାଇଁ ତା ଘରକୁ ଗଲା। ହେଲେ ଯେତେବେଳେ ସେ ଘରକୁ ଫେରିଲା ତ ବହୁତ ଚିନ୍ତିତ ଥିଲା। ରାହୁଲ ମୋତେ କହିଲା ଯେ ମା, ଏବେ ତମେ ନିତୁ ସହ ମୋ ବାହାଘର କରିବା ପାଇଁ ରାଜି ଥିଲ, ହେଲେ ମୋତେ ଜଣା ନଥିଲା କି ନିତୁ ଆଉ ତା ଘର ଲୋକ ଏ ଗାଁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କ ନମ୍ବର ବି ସୁଇଚ୍ ଅଫ୍ ଅଛି। ଏବେ ମୁଁ ତାଙ୍କୁ କେଉଁଠୁ ଖୋଜିବି? ମୁଁ ଆଖପାଖ ସବୁ ଲୋକଙ୍କୁ ପଚାରିଲି, ହେଲେ କାହାକୁ ବି କିଛି ଜଣା ନାହିଁ ଯେ ସେମାନେ କୁଆଡ଼େ ଯାଇଛନ୍ତି। ମୋତେ ବି ଜଣା ନଥିଲା ଯେ ସେମାନେ ବାସ୍ତବରେ କୁଆଡ଼େ ଯାଇଥିଲେ। ଏସବୁ ପରେ ପାଖାପାଖି 6 ମାସ ପର୍ଯ୍ୟନ୍ତ ରାହୁଲ ନିତୁକୁ ଖୋଜିଲା, ହେଲେ ସେ କେଉଁଠି ବି ମିଳିଲା ନାହିଁ। ରାହୁଲକୁ ବିଶ୍ୱାସ ହୋଇଗଲା ଯେ ଏବେ ନିତୁ ସହ ତାର କେବେ ବି ଦେଖା ହୋଇପାରିବ ନାହିଁ। ରାହୁଲ ନିଷ୍ପତ୍ତି ନେଇସାରିଥିଲା ଯେ ସେ ଏ ଦେଶ ଛାଡ଼ି ଚାଲିଯିବ, ଆଉ କେବେ ବି ଫେରିକି ଆସିବ ନାହିଁ। ରାହୁଲର ନିଷ୍ପତ୍ତି ଶୁଣି ମୁଁ ବହୁତ ଚିନ୍ତିତ ହୋଇଗଲି, ଆଉ ମୋତେ ମୋ କଲାକର୍ମ ଉପରେ ପଶ୍ଚାତାପ ହେଉଥିଲା ଯେ ମୁଁ ଏମିତି କାହିଁକି କଲି। ଯଦି ମୁଁ ରାହୁଲର ବାହାଘର ନିତୁ ସହ କରେଇ ଦେଇଥାନ୍ତି, ତେବେ କମ୍ ସେ କମ୍ ମୋ ପୁଅ ମୋ ଆଖି ସାମ୍ନାରେ ରହିଥାନ୍ତା, ଆଉ ସେ କେବେ ବି ଏ ଦେଶ ଛାଡ଼ି ଯାଇନଥାନ୍ତା। ମୁଁ ରାହୁଲକୁ ବୁଝେଇବା ପାଇଁ ଏବଂ ଅଟକାଇବା ପାଇଁ ବହୁତ ଚେଷ୍ଟା କରିଲି, ହେଲେ ସେ ମୋ କଥାରେ ସହମତି ହେଲା ନାହିଁ। ସେ ମୋତେ କହିଲା ଯେ ମୁଁ ନିତୁ ବିନା ଏଠି ଏକୁଟିଆ ରହିପାରିବି ନାହିଁ, ଆଉ ଏଠି ରହିଲେ ମୋର ସବୁବେଳେ ନିତୁ କଥା ମନେ ପଡ଼ିବ। ମୋ ପାଇଁ ଏବେ ବଞ୍ଚିବାଟା ବହୁତ ମୁସ୍କିଲ ହୋଇପଡ଼ିଛି। ଏହା କହି ରାହୁଲ ବହୁତ କାନ୍ଦୁଥିଲା, ଆଉ ମୋତେ ମୋ ବ୍ୟବହାରର ବହୁତ ପଶ୍ଚାତାପ ହେଉଥିଲା। ମୁଁ ମୋ ଜିଦି ଆଗରେ ନିଜ ପୁଅର ଜୀବନ ବର୍ବାଦ କରିଦେଇଥିଲି। ଯଦି ମୁଁ ତା ବାହାଘର ନିତୁ ସହ କରେଇ ଦେଇଥାନ୍ତି, ତେବେ ସେ ଆଜି ବହୁତ ଖୁସିରେ ଥାନ୍ତା। ନିଜ ପୁଅର ଏମିତି ଅବସ୍ଥା ପାଇଁ ମୁଁ ନିଜକୁ ନିଜେ ହିଁ ଦୋଷୀ ବୋଲି ଭାବୁଥିଲି। ମୋ ପାଇଁ ହିଁ ତା ଆଖିରେ ବହୁତ ଲୁହ ଆସିଥିଲା। ଏହାପରେ ରାହୁଲ ଆମେରିକା ଚାଲିଗଲା, ଆଉ ମୁଁ ନିତୁକୁ ଖୋଜିବାକୁ ଲାଗିଲି। ମୁଁ ନିତୁକୁ ବହୁତ ଖୋଜିଲି, ଆଉ ସବୁ ଗାଁ ବାଲା ଏବଂ ବନ୍ଧୁବାନ୍ଧବଙ୍କୁ କହିଦେଇଥିଲି ଯେ ଯଦି ଆପଣମାନଙ୍କୁ ନିତୁ କେଉଁଠି ମିଳିଲା ତ ଦୟାକରି ମୋତେ ଜଣାଇଦେବେ। ହେଲେ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ସେମାନଙ୍କୁ ବି ଜଣା ନଥିଲା କି ନିତୁ ଆଉ ତା ଘର ଲୋକ କେଉଁଠି ଅଛନ୍ତି। ମୁଁ ପ୍ରତିଦିନ ମନ୍ଦିର ଯାଉଥିଲି, ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି କି ମୋତେ ଯେମିତି ନିତୁ ଜଲ୍ଦିରୁ ଜଲ୍ଦି ମିଳିଯାଉ,
ଯାହାଫଳରେ କି ମୁଁ ମୋ ପୁଅର ଖୁସି ଫେରାଇ ଦେଇପାରିବି। ଆଉ ଗୋଟେ ଦିନ ଅଚାନକ ଭଗବାନ ମୋ ପ୍ରାର୍ଥନା ଶୁଣିନେଲେ ଆଉ ମୋତେ ନିତୁ ମନ୍ଦିର ବାହାରେ ମିଳିଗଲା। ମୁଁ ବହୁତ ଖୁସି ହେଲି ଆଉ ନିଜ ସହ ତାକୁ ଆମ ଘରକୁ ନେଇ ଆସିଲି। ନିତୁ ମୋତେ କହିଥିଲା ଯେ ଯେଉଁଦିନ ରାତିରେ ସେମାନେ ଗାଁ ଛାଡ଼ି ଚାଲି ଯାଉଥିଲେ ସେଇଦିନ ରାତିରେ ହିଁ ସେମାନଙ୍କ ସହ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା, ଯେଉଁଥିରେ କି ତା ମା ବାପାଙ୍କର ମୃତ୍ୟୁ ହୋଇଯାଇଥିଲା ଆଉ ସେ ତା ଦୃଷ୍ଟିଶକ୍ତି ହରାଇ ବସିଥିଲା। ମୁଁ ତା ମୁହଁରୁ ଏ କଥା ଶୁଣି ବହୁତ କାନ୍ଦିଲି, କାହିଁକିନା ତା ସହ ଏସବୁ ମୋ ପାଇଁ ହିଁ ହୋଇଥିଲା। ଯଦି ମୁଁ ତାକୁ ଏ ଗାଁ ଛାଡ଼ିବାକୁ କହିନଥାନ୍ତି ତେବେ ଏତେ ବଡ଼ ଦୁର୍ଘଟଣା ଘଟିନଥାନ୍ତା। ସେଥିପାଇଁ ମୁଁ ନିଷ୍ପତ୍ତି ନେଲି ଯେ ଏବେ ମୁଁ ନିତୁର ବାହାଘର ରାହୁଲ ସହ କରିବି। ଆଉ ଯେତେବେଳେ ରାହୁଲ ବିଦେଶରୁ ଘରକୁ ଆସିଲା ତ ନିତୁକୁ ଦେଖି ବହୁତ ଖୁସି ହେଲା। ରାହୁଲକୁ ଖୁସିରେ ଥିବାର ଦେଖି ମୋ ଚିନ୍ତା ବି ଦୂର ହୋଇଗଲା। ମୁଁ ମୋ ଜୀବନର ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ସନ୍ତୁଷ୍ଟ ନଥିଲି। ମୋ ପାଇଁ ପଇସାଠୁ ଅଧିକ ମୋ ପୁଅର ଖୁସି ମହତ୍ତ୍ୱପୂର୍ଣ୍ଣ ଥିଲା। ଏସବୁ କହିବା ସମୟରେ ମୋ ଶାଶୁଙ୍କ ଆଖିରୁ ଲୁହ ବୋହି ଚାଲିଥିଲା। ସେ ମୋତେ କହିଲେ କି ବୋହୂ, ମୋତେ ଜଣାଅଛି ତୋ ମନରେ କ'ଣ ଚାଲିଛି। ମୁଁ କେବେ ବି ଏହା କରିପାରିଲି ନାହିଁ ଯାହା ତୁ ଚାହୁଁଥିଲୁ, କାହିଁକିନା ମୁଁ ବାଧ୍ୟ ଥିଲି। ତୁ ମୋ ଝିଅ ଭଳି ଆଉ ତୁ ଯେଉଁ ମୋର ଏତେ ସେବା କରିଛୁ ତା ଫଳ ତୋତେ ଈଶ୍ୱର ଦେବେ। ଯଦି ତୁ ଚାହିଁବୁ ତେବେ ମୁଁ ତୋ ପାଇଁ ଏକ ଭଲ ପୁଅ ଖୋଜିଦେବି ଆଉ ତୋ ବାହାଘର ଏକ ଧନୀ ଘରେ କରିଦେବି। ହେଲେ ରାହୁଲର ଖୁସି କେବଳ ନିତୁ ପାଖରେ ଥିଲା। ସେ ତୋ ସହ କେବେ ବି ଖୁସିରେ ରହିପାରିନଥାନ୍ତା। ମୋ ସବୁ ଧନ ସମ୍ପତ୍ତି 2 ଭାଗରେ ବାଣ୍ଟି ଦେବି। ଗୋଟେ ଭାଗ ତୋର ହେବ ଆଉ ଗୋଟେ ଭାଗ ରାହୁଲର। ଆଉ ଯଦି କେବେ ତୋ ଜୀବନ ବିଷୟରେ କିଛି ନିର୍ଣ୍ଣୟ ନେବାକୁ ପଡ଼ିବ ତେବେ ମୁଁ ତୋ ସହ ସବୁବେଳେ ଅଛି। ମୋତେ ମୋ ଶାଶୁଙ୍କୁ ଏସବୁ କହୁଥିବାର ଶୁଣି ବହୁତ ଦୁଃଖ ଲାଗିଲା କି ମୁଁ ଯାହା ସବୁ ଭାବୁଥିଲି ସେସବୁ ବିଲକୁଲ ଭୁଲ ଥିଲା। ମୋ ମନରେ ପଇସା ଧନ ସମ୍ପତ୍ତିର ଲୋଭ କେତେ ବଢ଼ିଯାଇଥିଲା। ମୁଁ ପଇସା ଆଗରେ ପରିବାରର ଭଲ ପାଇବା ମଧ୍ୟ ଦେଖିଲି ନାହିଁ। ଯଦି ସେ ଚାହିଁଥାନ୍ତେ ତେବେ ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମୋତେ ନିଜ ବାପ ଘରକୁ ପଠାଇ ଦେଇ ପାରିଥାନ୍ତେ। ହେଲେ ସେ ଏମିତି କିଛି ବି କଲେ ନାହିଁ, କାହିଁକିନା ମୋ ଶାଶୁ ମୋତେ ନିଜ ଝିଅ ଭଳି ନିଜ ପାଖରେ ରଖିଥିଲେ। ସେ ସମୟରେ ମୁଁ ମୋ ଶାଶୁଙ୍କୁ କହିଲି ଯେ ମୁଁ ଆପଣଙ୍କୁ ଛାଡ଼ି କୁଆଡ଼େ ବି ଯିବି ନାହିଁ। ମୋତେ ଏ ଘରେ ଯେତେ ଖୁସି ଆଉ ଶାନ୍ତି ମିଳୁଛି ଆଉ କେଉଁଠି ବି ମିଳିପାରିବ ନାହିଁ। ମୋ କଥା ଶୁଣି ମୋ ଶାଶୁ ମୋତେ କୁଣ୍ଢେଇ ଧରିଲେ ଆଉ କହିଲେ ଯେ ତୁ ମୋ ବୋହୂ ନୁହେଁ ବରଂ ତୁ ମୋ ଝିଅ। ଏହା ଶୁଣି ମୋତେ ବହୁତ ଖୁସି ଲାଗିଲା। ମୁଁ ମୋ ଶାଶୁଙ୍କୁ କହିଲି ଯେ ମୁଁ ରାହୁଲ ଏବଂ ନିତୁଙ୍କୁ ତାଙ୍କ ରୁମ୍ରେ ଖାଇବା ନେଇ ଦେଇଦେବି। ଆପଣ ସେମାନଙ୍କର ଚିନ୍ତା କରନ୍ତୁ ନାହିଁ। ମୁଁ ନିତୁର ବି ଯତ୍ନ ନେବି। ନିତୁ ଅନ୍ଧୁଣୀ ହେଲେ କ'ଣ ହେଲା, ସେ ମୋ ସାନ ଭଉଣୀ ପରି ଆଉ ମୁଁ ତାକୁ ଏହା କେବେ ବି ଅନୁଭବ କରିବାକୁ ଦେବିନି ଯେ ସେ ଦେଖିପାରୁନି। ମୁଁ ତାର ବହୁତ ଭଲ ଭାବରେ ଯତ୍ନ ନେବି। ମୋ ଶାଶୁ ମୋ ମୁଣ୍ଡରେ ହାତ ରଖିଲେ ଆଉ କହିଲେ ଯେ ବୋହୂ, ମୋତେ ତୋ ପାଖରୁ ଏଇଆ ହିଁ ଆଶା ଥିଲା। ମୁଁ ଖାଇବା ନେଇ ରାହୁଲଙ୍କ ରୁମ୍କୁ ଗଲି ଆଉ ସେତେବେଳେ ତାଙ୍କ ରୁମ୍ରେ ଅନ୍ୟ ଜଣେ ଡାକ୍ତର ଉପସ୍ଥିତ ଥିଲେ ଆଉ ରାହୁଲ ତାଙ୍କ ସହ କେବଳ ନିତୁ ବିଷୟରେ ହିଁ କଥା ହେଉଥିଲେ। ସେ ସେହି ଡାକ୍ତରଙ୍କୁ କହୁଥିଲେ କି ଇଏ ହେଉଛି ନିତୁ, ଇଏ ହେଉଛି ସେଇ ଝିଅ ଯାହା ବିଷୟରେ କି ମୁଁ ସବୁବେଳେ ତୋ ସହ କଥା ହେଉଥିଲି। ମୁଁ ତାକୁ ବହୁତ ଭଲ ପାଏ ଆଉ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ଯେ ମୋତେ ମୋ ଭଲ ପାଇବା ପୁଣି ଥରେ ମିଳିଗଲା। ରାହୁଲର ସାଙ୍ଗ ନିତୁର ବହୁତ ପ୍ରଶଂସା କରୁଥିଲା ଆଉ ସେ ଏହାର ଯୋଗ୍ୟ ବି ଥିଲା। ସତରେ ନିତୁ ବହୁତ ସୁନ୍ଦର ଦେଖାଯାଉଥିଲା। ରାହୁଲର ସାଙ୍ଗ କହିଲା ଯେ ଚାଲ ନିତୁକୁ ଆମେରିକା ନେଇଯାଇ ତାର ଅପରେସନ୍ କରାଇବା। ଜଲ୍ଦି ହିଁ ତା ଆଖିରେ ଦୃଷ୍ଟିଶକ୍ତି ଫେରି ଆସିବ ଆଉ ଆମେ 2 ଜଣ ଏ ଘରେ ଖୁସିରେ ରହିବୁ। ଏହା ଭାବି ମୋତେ ବହୁତ ଖୁସି ଲାଗୁଥିଲା, କାହିଁକିନା ମୁଁ ବି ଏବେ ଦ୍ୱିତୀୟ ବିବାହ ନ କରିବାର ନିଷ୍ପତ୍ତି ନେଇସାରିଥିଲି। କାହିଁକିନା ଏବେ ମୁଁ ମୋ ଶାଶୁଙ୍କୁ ନିଜ ମା ବୋଲି ମାନି ନେଇଥିଲି ଆଉ ତାଙ୍କ ସେବା କରିବା ପାଇଁ ମୋତେ ବହୁତ ଭଲ ଲାଗୁଥିଲା। ତ କାହାଣୀଟି ଏତିକି ଥିଲା। କାହାଣୀଟି କେମିତି ଲାଗିଲା ନିଶ୍ଚୟ ଜଣାଇବେ। ରହୁଛି, ଧନ୍ୟବାଦ।